ସତନାମୀ ପଡ଼ାଠାରେ ଘାସିଦାସ ବାବାଙ୍କ ବାର୍ଷିକ ଉତ୍ସବ ପାଳନ। ପୃଥିବୀ ମା ଅନେକ ଜୀବଜନ୍ତୁଙ୍କୁ କଳରେ ଧରି ପୃଥିବୀ ମାତା ମାତୃତ୍ୱର ଭୂମିକା ଲିଭାଇ ଆସିଛି। ସେହି ପୃଥିବୀ ମାତାଙ୍କୁ ଭଗବାନ ସଦୃଶ୍ୟ ପୂଜା କରୁଥିଲେ। ଭଗବାନଙ୍କ ଅଳଙ୍କାର ହେଉଛି ସତ୍ୟ। ସତ୍ୟର ଅଳଙ୍କାର ପିନ୍ଧି ଭଗବାନ ଆମକୁ ସଠିକ୍ ରାସ୍ତାରେ ଚଲେଇ ନେବା ପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିଥାନ୍ତି। ପୃଥିବୀ ମାତା ସତ୍ୟର ପାହାଡ଼ ଉପରେ ଛିଡ଼ା ହୋଇ ଆକାଶ ରୂପୀ ସତ୍ୟର କଳା ଚାଦର ଘୋଡ଼ାଇ ରଖିଛି। ଆଉ ସତ୍ୟର ମାଟିର ପୃଥିବୀ ପୃଷ୍ଠର ପ୍ରତ୍ୟେକ ଜୀବଜଗତ ଚଳପ୍ରଚଳ କରୁଛନ୍ତି। ସେହି ମାଟି ଆଉ ଆକାଶ ସହିତ ପୃଥିବୀରୁ ଉତ୍ପନ୍ନ ହୋଇଛି ସତ୍ୟର ଏକ ମହାମେରୁ। ସେହି ସତ୍ୟର ପୂଜାରୀ, ସତ୍ୟର ଚଲାପଥର ଜଣେ ବାଟୋଇ, ଯିଏକି ସତ୍ୟ ଛଡ଼ା ଅନ୍ୟ କୌଣସିକୁ ଆପଣାର କରି ନଥିଲେ। ସତ୍ୟ ଯେ ମଣିଷ ଜୀବନର ମୂଳମନ୍ତ୍ର, ଆଉ ସତ୍ୟ ବିନା ମଣିଷ ସମାଜରେ ଶାନ୍ତିର ଅଭାବ ଦୂରୀଭୂତ ହୋଇଥାଏ, ଏହା ମଣିଷ ସମାଜ ଗ୍ରହଣ କରିବା ଆବଶ୍ୟକ। ସତ୍ୟକୁ ଆପଣାର କରି ମଣିଷ ସମାଜରେ ଆପଣାର ପାଲଟିଥିବା ଗୁରୁ ଘାସିଦାସ ବାବାଙ୍କ 268ତମ ବାର୍ଷିକ ଉତ୍ସବ ଗତ 28 ଡିସେମ୍ବର 2024ରେ ମହାସମାରୋହରେ ପାଳିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସତନାମୀ ପଡ଼ାଠାରେ ଗୁରୁ ଘାସିଦାସ ବାବାଙ୍କ 268ତମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ତାଙ୍କ ସହିତ ନଗରପାଳ ଉଜ୍ଜ୍ୱଳ ଗୁପ୍ତା ମଧ୍ୟ ଯୋଗଦାନ କରିଥିଲେ। ଜୟସ୍ତମ୍ଭ ଗିରିଦପୁରୀ ଧର୍ମର ଅକ୍ଷୟ ପ୍ରତୀକ ସ୍ତମ୍ଭ ଉଦ୍ଘାଟନ କରିଥିଲେ। ନୂଆପଡ଼ା ଜିଲ୍ଲା ସତନାମୀ ସମାଜର ଜ୍ୟୋତିଲାଲ ବଞ୍ଜାରୀଙ୍କ ସଭାପତିତ୍ୱରେ ଜୟସ୍ତମ୍ଭ ଗିରିଦପୁରୀ ସଭା ଆୟୋଜନ କରିଥିଲେ। ଓଡ଼ିଶା ସତନାମୀ ସମାଜର କୁଳପତି ଗାଇଣ୍ଡୁ ସତନାମୀ, ନୂଆପଡ଼ା ଜିଲ୍ଲାର ସତନାମୀ ସମାଜର ସଭାପତି ପଦ୍ମଲୋଚନ ସତନାମୀ, କଳାହାଣ୍ଡି ଜିଲ୍ଲାର ସଭାପତିଙ୍କ ସହିତ ଜୟ ସତନାମୀ ଯୁବକ ସଂଘ, ମା ସମଲେଶ୍ୱରୀ ମାତା ମହିଳା ସମିତି, ମା ସଫୁରା ମାତା ମହିଳା ସମିତି ଏବଂ ସମସ୍ତ ସତନାମୀ ସମାଜର ପ୍ରାଚୀନ ମହିଳା ଏବଂ ଯୁବବନ୍ଧୁମାନେ ଉପସ୍ଥିତ ରହିଥିଲେ। ସତନାମୀ ଗୁରୁ ଘାସିଦାସ ବାବାଙ୍କ ଜନ୍ମବାର୍ଷିକ ଉତ୍ସବ ଖୁବ୍ ମହାସମାରୋହରେ ପାଳିତ ହୋଇଯାଇଥିଲା। ଖୁବ୍ ସୁନ୍ଦର ପରିବେଶ ଏବଂ ଶାନ୍ତିର ବାତାବରଣ ମଧ୍ୟରେ ସତନାମୀ ପଡ଼ା ଖୁବ୍ ଉତ୍ସବ ମୁଖରିତ ହୋଇଉଠିଥିଲା। ନିଜ ନିଜ ଭିତରେ ସୁସମ୍ପର୍କ ବଜାୟ ରଖି ଏକ ସତ୍ୟର ପଥକୁ ଅନୁସରଣ କରି ଜୀବନର ବିରାଟ ଚଲାପଥରେ ପାଦ ଥାପିଲେ ଜୀବନରେ ସ୍ୱର୍ଗ ସୁଖର ସନ୍ଧାନ ମିଳିଥାଏ। ଏହି ଜଞ୍ଜାଳମୟ ଜୀବନରେ ସତ୍ୟ ହିଁ ଏକମାତ୍ର ଭରସା, ଆଉ ସତ୍ୟ ପଥରେ ଚାଲିଲେ ଯେ କୌଣସି ଅସମ୍ଭବ ସମ୍ଭବ ହୋଇଥାଏ ବୋଲି ସାଧାରଣ ସଭାରେ ଅତିଥିମାନେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଗୁରୁ ଘାସିଦାସ ବାବାଙ୍କ ଜନ୍ମବାର୍ଷିକ ଉତ୍ସବ ଖୁବ୍ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଥିବା ବେଳେ ସତ୍ୟ ଉପରେ ବିଶ୍ୱାସ କରୁଥିବା ଅନେକ ବ୍ୟକ୍ତିବିଶେଷ ଉତ୍ସବରେ ଯୋଗ ଦେଇଥିଲେ। ଆଧ୍ୟାତ୍ମିକ ପରିବେଶର ଝଲକ ମଧ୍ୟରେ ଶୃଙ୍ଖଳାର ସହିତ ଜନ୍ମବାର୍ଷିକ ଉତ୍ସବକୁ ଖୁବ୍ ଉତ୍ସାହର ସହିତ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।